ବନ୍ଧୁଗଣ, ଆଜି ଭଳି ଦୁନିଆରେ ପ୍ରତ୍ୟେକ ମନୁଷ୍ୟ କୌଣସି ନା କୌଣସି ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗମାନ ଏଭଳି ହୋଇଥାଏ ଯେ କି ଡାକ୍ତରମାନଙ୍କ ନଜରରେ ସହଜ ଧରା ପଡ଼ିନଥାଏ। ଏଥିପାଇଁ ଡାକ୍ତରମାନେ MRI ସ୍କାନ୍ ଲେଖିଥାନ୍ତି। ଏହା ସହିତ MRI ସ୍କାନ୍ କରିବାକୁ ଯାଉଥିବା ସମୟରେ ଆମେ ବ୍ୟବହାର କରୁଥିବା ସମସ୍ତ ମେଟାଲ ଜିନିଷକୁ ବାହାରେ ରଖିଦେଇଥାଉ। ତ MRI ସ୍କାନ୍ ସମୟରେ ବହୁତ ସାବଧାନତା ଅବଲମ୍ବନ କରିବା ପାଇଁ ପଡ଼ିଥାଏ। କାରଣ ଏହି MRI ସ୍କାନ୍ ମେସିନରେ ଏକ ମ୍ୟାଗ୍ନେଟିକ୍ ସ୍ରୋତ ନିର୍ଗତ ହୋଇଥାଏ। ଏହି ସମୟରେ ଯଦି କୌଣସି ବ୍ୟକ୍ତି ମ୍ୟାଗ୍ନେଟିକ୍ ଜିନିଷ ଭିତରକୁ ନେଇ ଯାଇଥାଏ ତେବେ ବହୁତ ବଡ଼ ଦୁର୍ଘଟଣା ଘଟିପାରେ। ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ MRI ସ୍କାନ୍ ସମୟରେ ଜୀବନ ପ୍ରତି ବିପଦ ହୋଇପାରେ କି? ଯଦି ଆମ୍ଭେମାନେ ଆପଣମାନଙ୍କ ଏକ ଘଟଣା ସମ୍ବନ୍ଧରେ କହିବୁ ଯାହାକୁ ଆପଣମାନେ କେବେ ଜାଣିନଥିବେ, ତ MRI ସ୍କାନ୍ କ'ଣ? ଏହା ଆମ ଶରୀର ପ୍ରତି କ୍ଷତିକାରକ ଅଟେ କି ନା? ଏ ସମସ୍ତ ସୂଚନା ଆଜି ଆମେ ଆପଣମାନଙ୍କୁ ଦେବୁ। ତ ଏହି ଘଟଣାଟି ହରିୟାଣାର ପଞ୍ଚକୁଲା ଅଞ୍ଚଳର ଅଟେ। ଏହି ଅଞ୍ଚଳରେ ଡାକ୍ତରଖାନାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ MRI ସ୍କାନ୍ ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହେଲା। ସେହି ବୃଦ୍ଧ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ବେଲ୍ଟ କାଢ଼ି ବାହାରକୁ ପଳାଇ ଆସିଲେ। ସେ ବ୍ୟକ୍ତି ଜଣକ କହିଲେ ଯେ ଯଦି ସେ ଆହୁରି ଅଧିକ ସମୟ ସେଠାରେ ରହିଥାନ୍ତେ ତେବେ ତାଙ୍କର ଜୀବନ ଚାଲିଯାଇଥାନ୍ତା। ତ ବନ୍ଧୁଗଣ, ଏହା ଏକ ଏଭଳି ପରୀକ୍ଷା ଅଟେ ଯାହାକି ମନୁଷ୍ୟ ଶରୀରରେ ବା ମଣିଷ ଭିତରେ ଥିବା ସମସ୍ତ ପ୍ରକାରର ରୋଗର ଚୟନ କରିବାରେ ସକ୍ଷମ ହୋଇଥାଏ। ତ MRI ମେସିନ୍ ଶରୀରକୁ ସ୍କାନ୍ କରି ଶରୀରର କେଉଁ ଅଙ୍ଗରେ ସ୍ଥିତି ସଠିକ୍ ନାହିଁ ତାହାର ଦର୍ଶାଇଥାଏ। ତ ଏଥିରେ ମ୍ୟାଗ୍ନେଟିକ୍ ଫିଲ୍ଡ ଏବଂ ରେଡ଼ିଓ ତରଙ୍ଗର ବ୍ୟବହାର ହୋଇଥାଏ। ଏହାକୁ ବଡି ସ୍କାନ୍ ମେସିନ୍ ଭାବରେ ଗ୍ରହଣ କରାଯାଇଥାଏ। ବୈଜ୍ଞାନିକମାନେ କୁହନ୍ତି ଯେ ଶରୀରର ଯେଉଁ ଭାଗରେ ହାଇଡ୍ରୋଜେନ୍ ରହିଥାଏ ତାହା ସ୍ପିନ୍ ଅର୍ଥାତ୍ ପରିବର୍ତ୍ତନ କରିବା ଦ୍ୱାରା ଜଣାପଡ଼ିଥାଏ। ତ ଆମ୍ଭେ ସମସ୍ତଙ୍କୁ ପ୍ରାୟ ଜାଣିଅଛୁ ଯେ ଆମ ଶରୀରର ପ୍ରାୟ 70% ଜଳ ରହିଥାଏ। ଜଳର ମଲିକ୍ୟୁଲରେ 2ଟି ହାଇଡ୍ରୋଜେନ୍ ପ୍ରୋଟନ୍ ରହିଥାଏ। MRI ସ୍କାନିଂ ଦ୍ୱାରା ପାୱାରଫୁଲ୍ ମ୍ୟାଗ୍ନେଟିକ୍ ଫିଲ୍ଡ ବନିଥାଏ। ଏହା ହାଇଡ୍ରୋଜେନ୍ ପ୍ରୋଟନ୍ ମ୍ୟାଗ୍ନେଟିକ୍ ଫିଲ୍ଡ ସହିତ ଜଡ଼ିତ ହୋଇ ଶରୀରର ଅଙ୍ଗର ଇମେଜ୍ ବାହାରକୁ ଲାଗିଥାଏ। ତ ହାଇଡ୍ରୋଜେନ୍ ସ୍ପିନ୍ ଦ୍ୱାରା ବନିଥିବା ଇମେଜ୍ ଦ୍ୱାରା ଶରୀରର ଅନେକ ଗୁଡ଼ିଏ ରୋଗର କାରଣ ଜଣାପଡ଼ିଥାଏ। MRI ସ୍କାନ୍ର ଅର୍ଥ ମ୍ୟାଗ୍ନେଟିକ୍ ରିସୋନାନ୍ସ ଇମାଜିଂ ହୋଇଥାଏ। ଏଥିରେ ସାଧାରଣ 15ରୁ 90 ମିନିଟ୍ର ସମୟ ଲାଗିଥାଏ। ଶରୀରର କେଉଁ ଭାଗରେ କେଉଁ ପାର୍ଟରେ କେତେ ବଡ଼ ଅଂଶର ସ୍କାନିଂ ଉପରେ ଏହା ନିର୍ଭର କରିଥାଏ। ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓଟି କେମିତି ଲାଗିଲା ନିଜର ମତାମତ କମେଣ୍ଟ ଭାବରେ ଦେବା ପାଇଁ ନିଶ୍ଚିତ ଅନୁରୋଧ। ତ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ ନିହାତି ଭାବେ କରିଦିଅନ୍ତୁ। ତ ଏମିତି ଏକ ନୂଆ ଭିଡ଼ିଓ ନେଇ ପୁଣି ଆସିବୁ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।